ଆମେ ତ ଲୋରି ଶୁଣୁ ଶାନ୍ତିରେ ଶୋଇବା ପାଇଁ ନୁହେଁ କି? କିନ୍ତୁ ଭାବନ୍ତୁ ତ ଯଦି ସେହି ଲୋରି ହିଁ କାହାର ସବୁଠୁ ଭୟଙ୍କର ସ୍ୱପ୍ନର ସାଙ୍ଗୀତ ପାଲଟିଯାଏ। ଆଜି ଆମେ ସେମିତି ଏକ କାହାଣୀର ଗଭୀରକୁ ଯିବା। ଭାରତର ଭାଇରାଲ ଭୂତ କାହାଣୀ ମନାଲି 28 କିଲୋମିଟର୍ସ। ଆମେ କେବଳ କାହାଣୀଟି ଶୁଣିବାନି ବରଂ ଏହା ପଛରେ ଥିବା କାରଣକୁ ଖୋଜିବା। କାହିଁକି ଏହି କାହାଣୀ ଏତେ ପ୍ରଭାବଶାଳୀ ଏବଂ ଏହା ଆମ ଭିତରେ ଥିବା ଭୟ ସହିତ କେମିତି ଖେଳେ। କାହାଣୀର ଶେଷରେ ସାହିଲ ଯେଉଁ କଥାଟି କହୁଛି ସେଇଟା ହିଁ ପୁରା କାହାଣୀର ଜୀବନ। ଏହା ଦେଖାଏ ଯେ କେମିତି ଗୋଟିଏ ଆରାମଦାୟକ ଜିନିଷକୁ ଭୟର ପ୍ରତୀକରେ ବଦଳେଇ ଦିଆଯାଇପାରେ। ଆଉ ଏଇଠୁ ହିଁ ଆରମ୍ଭ ହୁଏ ଅସଲ ମନସ୍ତାତ୍ତ୍ୱିକ ଭୟ। ଜାଣନ୍ତେ, ଏ କାହାଣୀର ଆରମ୍ଭ କୌଣସି ଭୂତପ୍ରେତର ହୋଇନଥିଲା। ନା, ଏହାର ଆରମ୍ଭ ହୋଇଥିଲା ବନ୍ଧୁତ୍ୱର। ଗୋଟିଏ ରୋଡ୍ ଟ୍ରିପ୍ ଯାହାର ଲକ୍ଷ୍ୟ ଥିଲା ନିଜ ଦୁଃଖୀ ସାଙ୍ଗକୁ ଟିକେ ଶାନ୍ତି ଦେବା। ତ କାହାଣୀରେ ଥିଲେ 4 ଜଣ ସାଙ୍ଗ, ଆଉ ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ଥିଲା ସମ୍ପୂର୍ଣ୍ଣ ସହାନୁଭୂତିରେ ଭରା। ନିଜ ବନ୍ଧୁ ସମୟକୁ ତା ଦୁଃଖରୁ ବାହାର କରିବା। ଆଉ ଏମିତି ଗୋଟେ ଭଲ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଯାତ୍ରା ଯେ ଏତେ ଭୟଙ୍କର ହେଇଯିବ କିଏ ବା ଭାବିଥିଲା। ଯାତ୍ରା ଆରମ୍ଭ ହେବା ଆଗରୁ ହିଁ ଗୋଟେ ୱାର୍ଣ୍ଣିଂ ମିଳିସାରିଥିଲା। ହୋଟେଲର ଜଣେ ରିସେପ୍ସନିଷ୍ଟ ସେମାନଙ୍କୁ ରୋହତାଙ୍ଗର ଅର୍ଥ ଶବମାନଙ୍କର ଗଦା ଆଉ ସେଠାରେ ବୁଲୁଥିବା ଏକ ମାୟାବୀ ଛାୟା ବିଷୟରେ କହିଥିଲେ। କିନ୍ତୁ ସବୁ ହରର ଫିଲ୍ମ ଭଳି ସେମାନେ ବି ଏ କଥାକୁ କେବଳ ଲୋକକଥା କହି ହସରେ ଉଡ଼େଇଦେଲେ। ସେହି ବିଳମ୍ବିତ କୁହୁଡ଼ିଭରା ରାତିରେ ବାସ୍ତବତା ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା। ଆଉ ଏହାର ପ୍ରଥମ ସଂକେତ ଥିଲା ରାସ୍ତାଗଡ଼ରେ ଥିବା ସେହି ଗୋଟିଏ ମାଇଲ ଖୁଣ୍ଟ, ଯାହା ସେମାନଙ୍କୁ ବୁଝାଇଦେଲା ଯେ ଏଠି ଯୁକ୍ତିର ନିୟମ ଆଉ କାମ କରୁନି। ଦେଖନ୍ତୁ, ଅସଲ ଡର ରାସ୍ତା ହଜିଯିବାରେ ନଥିଲା। ଅସଲ ଡର ଥିଲା ଏଇ କଥାଟାକୁ ବୁଝିବାରେ ଯେ ତାଙ୍କ ସହ ଯାହା ବି ହେଉଛି ସେଟା ସାଧାରଣ ନୁହେଁ। କିନ୍ତୁ ସବୁଠୁ ବେଶୀ ଡର ଲାଗିବା ଭଳିଆ କଥା କ'ଣ ଥିଲା ଜାଣନ୍ତି? ସେମାନେ ସମସ୍ତେ ଗୋଟିଏ ଜିନିଷ ଦେଖୁନଥିଲେ। ପ୍ରତ୍ୟେକ କିଛି ଅଲଗା ଦେଖୁଥିଲେ। ସେମାନଙ୍କର ସାମୂହିକ ବାସ୍ତବତା ଭାଙ୍ଗି ଚୁରମାର ହେଇଯାଉଥିଲା, ଆଉ ଭୟ ସେମାନଙ୍କୁ ପରସ୍ପରଠାରୁ ଅଲଗା କରିଦେଉଥିଲା। ଏଇଠି ହିଁ କାହାଣୀକାରଙ୍କର ଚତୁର୍ଥତା ଦେଖିବାକୁ ମିଳେ। ସେ ଯିଏ ବି ଥିଲା ସେ କେବଳ ଡରାଉ ନଥିଲା, ବରଂ ସେମାନଙ୍କୁ ପରସ୍ପରଠାରୁ ଅଲଗା କରିଦେଉଥିଲା। ପ୍ରତ୍ୟେକଙ୍କ ମନରେ ସନ୍ଦେହ ଭରି ଦେଉଥିଲା। ଠିକ୍ ଯେତେବେଳେ ସେମାନଙ୍କୁ ଲାଗିଲା ଯେ ସେମାନେ ଏକ ଅଦ୍ଭୁତ ଚକ୍ରବ୍ୟୁହରେ ଫସିଯାଇଛନ୍ତି, ଠିକ୍ ସେତିକିବେଳେ ବିପଦର ରୂପ ବଦଳିଗଲା। ଗାଡ଼ିର ସ୍ପିଡ୍ ଥିଲା ଘଣ୍ଟାକୁ 40 କିଲୋମିଟର, ଏକଦମ ସ୍ଥିର ବେଗରେ। ଆଉ ଠିକ୍ ସେତିକିବେଳେ ଝରକା ବାହାରେ ସେମାନେ ଯାହା ଦେଖିଲେ ତାହା ଅସମ୍ଭବ ଥିଲା। ସେ ଯେଉଁ ଶକ୍ତି ଥିଲା ସେ ବହୁତ ଚାଲାକ ଥିଲା। ସେ ସମୟର ଦୁଃଖକୁ ହିଁ ନିଜର ଅସ୍ତ୍ର କଲା। ଏକ ଆହତ ପିଲା ରୂପରେ ଆସି ତାର ସହାନୁଭୂତିକୁ ଆହ୍ୱାନ ଦେଲା। ଆଉ ସାଙ୍ଗମାନେ ମନା କରିବା ସତ୍ତ୍ୱେ ସମୟ ତାକୁ ସାହାଯ୍ୟ କରିବା ପାଇଁ ଝରକା ଖୋଲିବାକୁ ଚେଷ୍ଟା କଲା। ଆଉ ସେହି ମୁହୂର୍ତ୍ତରେ କଥାଟା ପର୍ସନାଲ ହେଇଗଲା। ସେହି ଶକ୍ତି ନିଜର ଶିକାର ବାଛି ସାରିଥିଲା ଆଉ ସମୟ ସହିତ ଏକ ସିଧାସଳଖ ସମ୍ପର୍କ ଯୋଡ଼ି ସାରିଥିଲା। ଭୟର ଏବେ ଗୋଟିଏ ହିଁ ଲକ୍ଷ୍ୟ ଥିଲା। ବହୁ କଷ୍ଟରେ ସେମାନେ ହୋଟେଲକୁ ତ ଫେରିଆସିଲେ, ଭାବିଲେ ବୋଧେ ବଞ୍ଚିଗଲେ। କିନ୍ତୁ ଭୁଲ ଭାବିଥିଲେ, କାରଣ ଭୟ ତାଙ୍କ ପଛେ ପଛେ ରୁମ୍ ଭିତରକୁ ଆସିସାରିଥିଲା। ରାତି ପ୍ରାୟ 3:30। ସାହିଲର ନିଦ ଭାଙ୍ଗିଗଲା, କିନ୍ତୁ କୌଣସି ବାହାର ଶବ୍ଦରେ ନୁହେଁ, ବରଂ ନିଜ ରୁମ୍ ଭିତରୁ ଆସୁଥିବା ଗୋଟେ ପିଲାଙ୍କର ଲୋରି ଶୁଣି। ଆଉ ସେ ଯାହା ଦେଖିଲା ସେ ଦୃଶ୍ୟ ଭୁଲିବାର ନୁହେଁ। ସମୟ ଆଇନା ଆଗରେ ଠିଆ ହୋଇ ନିଜକୁ ଦେଖି ଏକ ଛୋଟ ପିଲା ଭଳି ଗୀତ ଗାଉଥିଲା, ଯେମିତି କୌଣସି ଅଜଣା ଶକ୍ତି ତାକୁ ସମ୍ପୂର୍ଣ୍ଣ ଭାବରେ ନିଜ କବ୍ଜାରେ କରିନେଇଛି। ଭାବନ୍ତୁ ତ ସେ ଦୃଶ୍ୟ। ଆଖି ପୁରା ଲାଲ, ବେକରେ ଅଜବ ଦାଗ ଯେମିତି କିଏ ଗଳା ଚିପୁଛି, ଆଉ ମୁହଁରେ ସେଇ ଗୋଟେ ଛୋଟ ଅଦ୍ଭୁତ ହସ। ଏଇଟା ସ୍ପଷ୍ଟ ଥିଲା ଯେ ସେମାନଙ୍କ ସାଙ୍ଗ ସମୟ ଆଉ ସେଠି ନଥିଲା, ତା ବଦଳରେ ଆଉ କିଛି ଥିଲା। ସେମାନେ ଯେମିତି ରୁମ୍ରୁ ଦୌଡ଼ି ପଳିବାକୁ ବାହାରିଲେ, ସମୟର ମୁହଁରୁ ସେହି ଶକ୍ତି କଥା କହିଲା। ଗୋଟେ ପିଲା ସ୍ୱରରେ ଏଇ ଭୟଙ୍କର ପ୍ରଶ୍ନଟି ପଚାରିଲା, ଆଉ ଠିକ୍ ତାପରେ ସମୟ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲା। ତା ପରଦିନ ସକାଳେ ସେମାନେ ବୁଝିଗଲେ ଯେ ଏହା କୌଣସି ସାଧାରଣ ଘଟଣା ନୁହେଁ, ଏହା ଏକ ଦୁଷ୍ଟ ଆତ୍ମାର କାମ। ତେଣୁ ସେମାନେ ଏକ ପାରମ୍ପରିକ ସମାଧାନ ପାଇଁ ଜଣେ ସ୍ଥାନୀୟ ପଣ୍ଡିତଙ୍କ ପାଖକୁ ଗଲେ। ପଣ୍ଡିତ ଜଣକ ତାଙ୍କୁ ବୁଝେଇଲେ ଯେ ଗୋଟେ ଦୁଷ୍ଟ ଆତ୍ମା ସମୟର ଦୁଃଖକୁ ବ୍ୟବହାର କରିଥିଲା। ବିଶ୍ୱାସ ଜିତିବା ପାଇଁ ଏହା ତାର ମୃତ ଭାଇର ରୂପ ନେଇ ତାକୁ ନିଜ କବ୍ଜାକୁ ନେଇଯାଇଥିଲା। ଏବଂ ସତରେ ପୂଜାପାଠ ପରେ ସମୟ ବାନ୍ତି କଲା ଏକ ଅଜବ କଳା ରଙ୍ଗର ତରଳ ପଦାର୍ଥ। ଆଉ ତାପରେ ସବୁକିଛି ଶାନ୍ତ ହୋଇଗଲା। ସମୟ ପୁଣି ଥରେ ସାଧାରଣ ହୋଇଗଲା ଆଉ ସମସ୍ତଙ୍କୁ ଲାଗିଲା ଯେ ସେହି ଭୟଙ୍କର ଅଧ୍ୟାୟ ଶେଷ ହେଲା। କିନ୍ତୁ ଏଇଠି କାହାଣୀ ଶେଷ ହେଉନି। ଦେଖନ୍ତୁ, ସମୟ ତ ଭଲ ହେଇଗଲା, କିନ୍ତୁ ସାହିଲ ଯିଏ କାହାଣୀ କହୁଛି ତା ମନରୁ ସେ ଭୟ ଗଲାନି। ସେହି ଲୋରି ଯାହା ଥରେ ଶାନ୍ତି ଦେଉଥିଲା, ଆଜି ତା ପାଇଁ ସବୁଠୁ ବଡ଼ ଦୁଃସ୍ୱପ୍ନ। ତେବେ ଏଥିରୁ ଆମେ କ'ଣ ବୁଝିଲେ?
ଗୋଟେ କାହାଣୀକୁ କେଉଁ ଜିନିଷ ଅସଲରେ ଭୟଙ୍କର ବନାଏ? ସାମ୍ନାରେ ଦେଖାଯାଉଥିବା ଭୂତ, ନା ସେହି ଉପାୟ ଯେଉଁଥିରେ ଆମର ସବୁଠୁ ଭଲ ପାଇବା ଜିନିଷକୁ ହିଁ ଆମର ସବୁଠୁ ବଡ଼ ଭୟରେ ବଦଳି ଦିଆଯାଏ? ମନାଲି 28 କିମି ଆମକୁ ଏହାର ଉତ୍ତର ଦିଏ, ଆଉ ଆମ ମନରେ ଏକ ସ୍ଥାୟୀ ଦାଗ ଛାଡ଼ିଯାଏ।